जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर वास्तु सेशन आरंभ करिया। वास्तु सेशन क्रम रे आमे रूल्स ऑफ वाटर सोर्स पढ़िबा माने जल उत्सर सूत्र टाको आमे पढ़िबा। एटा होची गोटे सेपरेट प्ले लिस्ट हबो जल उत्सर सूत्र। आइना आमे एडवांस वास्तु आड़ी की गति करूचे तो बेसिक वास्तु जहाँ पढ़ा है सेगुड़ा भलसे पढ़िए। तो बर्तमान मु आपण मानकु गोटे जिनिस क्लियर करिया जे राजबाबू होस्ट रो पावर टा टिके काइंडली देबे। ଦେଖ ଯେକୌଣସି ସ୍ଥାନରେ ବସବାସ କରିବାକୁ ହେଲେ ମଣିଷ ପାଇଁ କି ଜଳର ଉତ୍ସଟା ରହିଥିବା ନିହାତି ଦରକାର ଗୋଟେ ସେଟା ଯେମିତି ହେଲେ ଦରକାର। କାରଣ ଜଳ ହିଁ ଜୀବନ। ଆମକୁ ବାସଗୃହରେ ଜଳ ଦାନ କରିବାକୁ ପ୍ରାକୃତିକ ଉପାୟରେ ହଉ ବା ବିଭିନ୍ନ ପ୍ରକାର ଜିନିଷ ଉପାୟରେ ହଉ ଆମକୁ ଜଳ ଯୋଉ ସୋର୍ସ ରହିଲେ ରଖିବାକୁ ପଡିବ। ତେଣୁ ଜଳର ସୋର୍ସ ଟା ଯଦି ଠିକ ଭାବରେ ଠିକ ଜାଗାରେ ନ ରହିଲା ଆମର ବଡିର 70% ଅଂଶ ହଉଛି ଜଳ। ଏ ପୃଥିବୀର 70% ଅଂଶ ହଉଛି ଜଳ ଆରାଉଣ୍ଡ। ତ ସିଏ ଯଦି ଡିସବାଲାନ୍ସ ହେଲା ତାହେଲେ କେତେ ମାତ୍ରାରେ ଆମର ବଡି କୁ ଏଫେକ୍ଟ ପକେଇବ ଏବଂ ବାସ୍ତୁ କେତେ ମାତ୍ରାରେ ଇମ୍ପାକ୍ଟ କରିବ ସେଇଥିରୁ ଆପଣ ମାନେ ବୁଝିପାରୁଥିବେ। କାରଣ ବାସ୍ତୁର ଗେମ୍ ହଉଛି ପଞ୍ଚତତ୍ଵର ହିଁ। ବାସ୍ତୁର ଗେମ୍ ଆଉ କିଛି ନୁହଁ। ପଞ୍ଚତତ୍ଵ ଯଦି ବାଲାନ୍ସ ହେଇକି ରହିଲା ଆପଣ ମାନେ ପଞ୍ଚତତ୍ଵରୁ ବାସ୍ତୁ ଅନୁସାରେ ଘର କଲେ ଆପଣ ପଞ୍ଚତତ୍ଵରୁ ମ୍ୟାକ୍ସିମମ୍ ଫାଇଦା ଲାଭ ପାଇପାରିବେ। ଏବଂ ପଞ୍ଚତତ୍ଵରୁ କୌଣସି ଗୋଟେ ଜଳ ତତ୍ଵ ଯଦି ବିଗିଡିଲା ତାହେଲେ ଆପଣଙ୍କର ବଡି ହଉଛି 70% ଜଳ ଏବଂ ପୃଥିବୀ ହଉଛି 70% ଜଳ ଆରୁ। ତେଣୁ ସେ କୋଉ ମାତ୍ରାରେ ଆପଣଙ୍କୁ ଇମ୍ପାକ୍ଟ କରିବ ଆପଣ ଏଇଥିରୁ ଅନ୍ଦାଜା ଲଗେଇ ପାରିବେ। ଆମର ଜଳର ଯୋଉ ସ୍ରୋତଟା ରହିଛି ଜଳର ଯୋଉ ସ୍ରୋତ ରହିଛି ସେ ସ୍ରୋତଟା ଆମେ ବିଭିନ୍ନ ପ୍ରକାରରେ କେମିତି କଣ ପଢିବା ସେଇ ଜିନିଷଟା ମୁଁ କହୁଛି। ସେଇଟାକୁ କାଇଣ୍ଡଲି ଆପଣ ମାନେ ଭଲସେ ବୁଝିବେ। ଠିକ ଅଛି। ତ ସର୍ବପ୍ରଥମେ ଆମର କଣ ରହିବ କୂଅ ଓ ନଳକୂଅ। ଭୂମି ତଳ ଟାଙ୍କି ପାଇଖାନା ଟାଙ୍କି ଛାତ ଉପର ପାଣି ଟାଙ୍କି। ଠିକ ଅଛି। ଏ ଚାରିଟା ଜିନିଷ ଯେମିତି ହେଲେ ଆମର ବାସ୍ତୁ ସ୍ଥାନରେ ଯେମିତି ହେଲେ ଦେଖିବାକୁ ମିଳିବ। ତେଣୁ ଆଜି ଆମେ ଏଇଟା ପଢିବା। ଆଜି ଆମେ ଏଇଟା ପଢିବା। ତେଣୁ ଏଇ ପ୍ଲେଲିଷ୍ଟର ନାଁ ରହିବ ଜଳ ଉତ୍ସର ସୂତ୍ର ବା ରୁଲସ ଫର ୱାଟର ସୋର୍ସେସ। ଏଇ ବିଷୟରେ ଆମେ ଆଜି ଜାଣିବା। ଆମେ ପଢିବା କୂଅ ଆଉ ନଳକୂଅ। ଠିକ ଅଛି। ଜଳର ଉତ୍ସରେ ଆମେ ଆଜି ପଢିବା କୂଅ ଓ ନଳକୂଅ। ଏଇଟା ହଉଛି ଆମର ପ୍ରଥମ ଜିନିଷଟା। ଭାଇ ଦେଖ ସର୍ବପ୍ରଥମ ହେଲା କୂଅ ଆଉ ନଳକୂଅ ଖୋଳିଲା ବେଳେ ଆମେ ସେଟା ଖୋଳିବାକୁ ପଡିବ ନା। କୂଅ ଆଉ ନଳକୂଅଟାକୁ ଖୋଳିବାକୁ ପଡିବ। ତାହେଲେ ଆମକୁ କୋଉ କୋଉ ଜିନିଷ ପ୍ରତି ବିଶେଷ ଭାବରେ ସତର୍କ ଦୃଷ୍ଟି ଦେବାର ଅଛି। କୂଅ ବା ନଳକୂଅ ଖୋଳିବା ପାଇଁ ସବୁଠୁ ଭଲ ଦିଗ ହଉଛି ଈଶାନ୍ୟ କୋଣ। ସବୁଠୁ ବେଷ୍ଟ। ଈଶାନ୍ୟ କୋଣକୁ ଆମେ କଣ କହୁ ଉତ୍ତର ପୂର୍ବ ଇଂଲିଶ ରେ ନର୍ଥ ଇଷ୍ଟ। ଯଦି ଈଶାନ୍ୟ କୋଣରେ ଦିଗରେ ଅସୁବିଧା ଅଛି ତାହେଲେ ତମେ କଣ କରିବ ଉତ୍ତର ଦିଗରେ ଖୋଳି ପାରିବ ନହେଲେ ପୂର୍ବ ଦିଗରେ ଖୋଳି ପାରିବ। ଏଇ ତିନିଟା ଦିଗ ଛାଡିକି ତମେ କୂଅ ଆଉ ନଳକୂଅ ଆଉ କୋଉଠି ଖୋଳିଲେ ସେଟା ବାସ୍ତୁ ଅନୁଯାୟୀ ଭଲ ନୁହଁ। ବହୁତ ଖରାପ ଇମ୍ପାକ୍ଟ ଦବ। ଯଦି ଏଇ ତିନିଟା ଡିରେକ୍ସନ ରେ କୂଅ ନଳକୂଅ ଖୋଳା ଯାଏ ତାହେଲେ ସିଏ ବହୁତ ଶୁଭ ଫଳ ଦବ। ଯେହେତୁ ଆମ ବଡିର 70% ଜଳ ପ୍ରତ୍ୟେକ ଅନ୍ତେବାସୀ ଯଦି ଏଇ ଈଶାନ୍ୟ କୋଣ ର ତ ହେଲା ସବୁଠୁ ବେଷ୍ଟ। ଯଦି ଈଶାନ୍ୟ କୋଣରେ ଅସୁବିଧା ଅଛି ତାହେଲେ ଉତ୍ତର ପୂର୍ବରେ ଖୋଳି ପାରିବେ। ଯଦି ଠିକ ଜାଗାରେ ଆପଣ ନଳକୂଅ ଖୋଳିଛନ୍ତି
ତାହେଲେ ସେଇ ଘରର ଅନ୍ତେବାସୀ ମାନେ ସ୍ୱାସ୍ଥ୍ୟବାନ ହେବେ, ଧନବାନ ହେବେ, ଯତ୍ନବାନ ହେବେ, ମାନସିକ ସ୍ୱଚ୍ଛତା ରହିବ, ସେମାନଙ୍କୁ ଖୁସି ମିଳିବ। ଏବଂ ଯଦି ଏଗୁଡାକ ସେଇ ଡିରେକ୍ସନ ରେ ଐଶାନ୍ୟ କୋଣ, ଉତ୍ତର କୋଣ କିମ୍ବା ପୂର୍ବ କୋଣରେ ଖୋଳା ନ ଯାଇଛି, ତାହେଲେ ଇଏ ଆପଣଙ୍କୁ ବହୁତ ପ୍ରକାର ପ୍ରୋବ୍ଲେମ ଦବ। ଠିକ ଅଛି। ଯଦି କୌଣସି ଗୋଟେ କୂଅ ଆଉ ନଳକୂଅ ଭୁଲ ଡିରେକ୍ସନ ରେ ଅଛି, ଏଇ ତିନିଟା ଡିରେକ୍ସନ କୁ ଛାଡିକି ଯଦି କୂଅ ଆଉ ନଳକୂଅ ଭୁଲ ଡିରେକ୍ସନ ରେ ଅଛି, ତାହେଲେ ତାକୁ ପୋତି ଦେବା ଦରକାର। ଯଦି ଘରର ଠିକ ଫ୍ରଣ୍ଟ ରେ କୂଅ କିମ୍ବା ନଳକୂଅ ରହୁଛି, ଘରର ଠିକ ଫ୍ରଣ୍ଟ ରେ, ଘରର ଠିକ ସାମ୍ନାରେ ଯଦି କୂଅ ଆଉ ନଳକୂଅ ରହୁଛି, ତାହେଲେ ବହୁତ ସମୟରେ ଦେଖାଯାଏ ସେ ଘରର, ବେଶୀ କରି କୂଅ ରହିଥିଲେ, ବେଶୀ କରି କୂଅଟା ରହିଥିଲେ, ଘରର ଠିକ ଫ୍ରଣ୍ଟରେ ଯଦି କୂଅ ଥାଏ, ତାହେଲେ ସେ ଘରର ହେଡ୍ ଯିଏ, ତାଙ୍କର ଅକାଳରେ ସମୟ ପୂର୍ବରୁ ଅପମୃତ୍ୟୁ ଘଟେ। ଆପଣ ମାନେ ରିଲେଟ କରିପାରୁଥିବେ। ଆପଣ ମାନେ ଗାଁରେ ଦେଖିବେ, ଯୋଉ ଲୋକର ଘର ଆଗରେ କୂଅ ଥାଏ, ସେ ଲୋକର ଯୋଉ ହେଡ୍ ଥାନ୍ତି, ତାର ଅକାଳ ମୃତ୍ୟୁ ର ସିଚୁଏସନ ସୃଷ୍ଟି ହୁଏ। ଠିକ ଅଛି। ତାହେଲେ ତାପରେ ଯଦି ଆମେ କୂଅଟା ଖୋଳିବା, ହଁ ଭୁଲ କୂଅକୁ ପୋତି ଦେବା ଦରକାର। ଆଚ୍ଛା, କୂଅଟା ଯେତେବେଳେ ହେଇଥିବ, ତାକୁ ପୋତିଆ, କୂଅ କି ନଳକୂଅ ଯେତେବେଳେ ପୋତିବେ, ତିଆରି କଲା ବେଳେ ତିଆରି କରିଦେବେ, କୂଅ ଆଉ ନଳକୂଅକୁ ମନ ଇଚ୍ଛା ପୋତି ଦେବେ ନାହିଁ। ସେଥିପାଇଁ ବିଧିର କର୍ମକାଣ୍ଡରେ ପୁରା ବିଧାନ ରହିଛି ଯେ ଜଳର ସ୍ରୋତ ଯେତେବେଳେ ଆପଣ ତିଆରି କରିଛନ୍ତି, ତାକୁ ପୋତିବାକୁ ହେଲେ ସେଇଭଳି ଭାବରେ ତାକୁ ବିଧି ବିଧାନ ପୂର୍ବକ ପୂଜା ପାଠ କରି, ଭଲ ବ୍ରାହ୍ମଣଙ୍କୁ ଡାକି ପୂଜା ପାଠ କରିକି ହିଁ ପୋତିଦେବ, ମନକୁ ମନ ପୋତିଦେବ ନାହିଁ। ଏଇଟା ମନେ ରଖିବ। ତାପରେ ଯଦି ତମେ କୂଅ ଆଉ ନଳକୂଅ ଖୋଳୁଛ, ଏଇଟା ହେଲା ନର୍ଥ, ଏଇଟା ହେଲା ସାଉଥ, ଏଇଟା ହେଲା ଇଷ୍ଟ, ଏଇଟା ହେଲା ୱେଷ୍ଟ, ତାହେଲେ କୂଅ ନଳକୂଅ ଆଇଦର ଏଇଠି ଖୋଳିବ ନହେଲେ ଏଇଠି ଖୋଳିବ, ଏ ମଝା ମଝି ଖୋଳିବ ନାହିଁ। ଏଇ ଯୋଉ ଲାଇନ ଗଲା, ଲାଇନ ଉପରେ ଲାଇନ ପାଖରେ ଖୋଳା ହବ ନାହିଁ। ମାନେ ପୁରା କୋଣକୁ କୌଣସି କାମ ହେବ ନାହିଁ। ଆଇଦର ଆପଣ ଏଇଠିକି ଟିକେ ଖୋଳିବେ ନହେଲେ ଏଇଠିକି ଖୋଳିବେ। ଆଇଦର ଟିକେ ପୂର୍ବ ଆଡକୁ ହବ ନହେଲେ ଟିକେ ଉତ୍ତର ଆଡକୁ ହବ। କୂଅର ଭୂମି ତଳ, ଯଦି କୂଅ ଖୋଳୁଛନ୍ତି, ତାର ଭୂମି ତଳଟା, ତାର ଯୋଉ ମାନେ କୂଅଟା ଯୋଉଟା ଖୋଳିବେ, ସେ କୂଅଟା ଖୋଳାଟା ଯୋଉଟା ହବ, ସେଟା ସବୁବେଳେ ତମ ଘରର ମେଜିଆଠୁ ଡାଉନ ହେଇଥିବା ଦରକାର। ଯଦି କୌଣସି ଘରେ ମହିଳା ମାନେ ଗର୍ଭବତୀ ଅଛନ୍ତି, ସେଇ ଟାଇମରେ କୂଅ ନଳକୂଅ ଖୋଳି ପାରିବ ନାହିଁ। ଗୃହରେ ଯେକୌଣସି ବ୍ୟକ୍ତିଙ୍କର ଯଦି ଏକ୍ସପାୟାର୍ଡ କଲେ, କୂଅର ଜଳକୁ ସମ୍ପୂର୍ଣ୍ଣ ଭାବରେ ନିଷ୍କାସନ କରିକି ବିଧି ଅନୁସାରେ ପୁଣି ପୂଜା କରିବା ଦରକାର। କୂଅରୁ ପାଣି କାଢିବା ବେଳେ ଆମର ମୁହଁ ଉତ୍ତର ଦକ୍ଷିଣ ଅକ୍ଷରରେ ହେବା ଦରକାର, ଅର୍ଥାତ୍ ଉତ୍ତର ଦିଗରେ ଠିଆ ହୋଇ ଦକ୍ଷିଣ ଦିଗକୁ ମୁହଁ କରି, ବା ଦକ୍ଷିଣ ଦିଗରେ ଠିଆ ହୋଇ ଉତ୍ତରକୁ ମୁହଁ କରି ପାଣି କାଢିବା ଦରକାର। ପୂର୍ବ ପଶ୍ଚିମକୁ ଅନେଇକି ପାଣି କାଢିବେ ନାହିଁ। କୂଅର ସ୍ଥାନ ବା ନଳକୂଅର ସ୍ଥାନ ଏଭଳି ସ୍ଥାନରେ ହେବା ଦରକାର, ଯୋଉଠି 6 ଘଣ୍ଟା ଆଟଲିଷ୍ଟ ଦିନକୁ ସୂର୍ଯ୍ୟ କିରଣ ପଡୁଥିବ। ଠିକ ଅଛି। କୂଅ ଖୋଳିବା ସମୟରେ ଭଲ ବାସ୍ତୁବିଦ୍ ମାନଙ୍କର ବା ଭଲ ଆଷ୍ଟ୍ରୋଲୋଜର ମାନଙ୍କର ପରାମର୍ଶ କରି ପଞ୍ଚାଙ୍ଗକୁ ଦେଖିକି କୂଅ ଖୋଳିବା ଉଚିତ। ଯୋଉ ନକ୍ଷତ୍ର ମାନେ ଅଧୋମୁଖୀ ନକ୍ଷତ୍ର, ସେଇ ନକ୍ଷତ୍ର ମାନଙ୍କର ରେ ହିଁ କୂଅ ଖୋଳିବା ଦରକାର। ଠିକ ଅଛି। ମନ ଇଚ୍ଛା କୂଅ ଖୋଳିଦେଲେ ଚଳିବ ନାହିଁ, କିନ୍ତୁ ବହୁତ ପ୍ରକାର ଅସୁବିଧା ହେଇଯିବ। ଏଇଟା ହେଲା ମୋର କହିବା କଥା। ଆଜିର ସେସନରେ ଆମେ ଜାଣିଲେ ଯେ ଜଳର ଉତ୍ସ କୋଉଠି ଥାଏ, କୋଉଠି କଣ ଥାଏ। ବର୍ତ୍ତମାନ ମୁଁ ଆପଣ ମାନଙ୍କୁ ଗୋଟେ ଜିନିଷ କହିବାକୁ ଯାଉଛି ଯେ ଏଇ କ୍ରମରେ ଆପଣ ମାନେ ଏତିକି ପଢନ୍ତୁ, ଅଧିକା ପଢିଲା ମାନେ ଅସୁବିଧା ହବ। ଆମେ ନେକ୍ସଟ କାଲି ପଢିବା ଯେ ଯଦି ବିଭିନ୍ନ ଦିଗରେ କୂଅ ଥାଏ, ନଳକୂଅ ନୁହଁ, ବିଭିନ୍ନ ଦିଗରେ ଯଦି କୂଅ ଥାଏ, ତାହେଲେ ସେଟା ଆମର ବାସ୍ତୁକୁ କିଭଳି ଭାବରେ ଇମ୍ପାକ୍ଟ କରିବ। ମୁଁ ଏ ସେସନ ଏଣ୍ଡ କରିବା ପୂର୍ବରୁ କହି ରଖେ, ଏଇଟା ଗୋଟେ ନୂଆ ପ୍ଲେଲିଷ୍ଟ ହବ, ତାର ନାଁ ଦିଆହବ ଜଳର ଉତ୍ସ। କୂଅର ପଞ୍ଚାଙ୍ଗ ଦେଖି କେମିତି ଖୋଳିବ।
ଯୋଉମାନେ ବାସ୍ତୁବିଦ୍ ଅଛନ୍ତି, ଆଷ୍ଟ୍ରୋଲୋଜିଷ୍ଟ ଅଛନ୍ତି, ତାଙ୍କ ସହିତ ଯାଇ ପରାମର୍ଶ କରିବ। ଆଜ୍ଞା ଆମକୁ ଗୋଟେ ଡେଟ୍ ଦିଅନ୍ତୁ, ଯୋଉ ଡେଟ୍ ରେ ଆମେ କୂଅ ଗୋଟେ ଖୋଳିବାକୁ ଚାହୁଁଛୁ, ଆଉ ସେଇଟା ଆମ ଘରର କୋଉ ଡିରେକ୍ସନରେ ଖୋଳା ହବ, କୋଉଠି ଜାଗା ଅଛି, ତାକୁ ଆଣିକି ଦେଖେଇକି ଡାକିବା ଦରକାର। ଏବଂ ତିଥି ବାର ନକ୍ଷତ୍ର ଯୋଗ କରଣକୁ ଭେରିଫାଏ କରିସାରିଲା ପରେ ଏଇଟା ହେଲା ସମୟ। ଗୋଟେ କାମ କରିବା, କୌଣସି ଗୋଟେ କାମ କରିବା ପୂର୍ବରୁ ମନେ ରଖିବେ ସ୍ଥାନ, କାଳ, ପାତ୍ର, ଏ ତିନିଟା ଜିନିଷ ଭେରି ଭେରି ଇମ୍ପୋର୍ଟାଣ୍ଟ। ଭାଇ ପାତ୍ର ହେଲା ଯିଏ ଖୋଳିବ କୂଅ। କାଳ ମାନେ ତିଥିବାର ନକ୍ଷତ୍ର ଯୋଗ କରଣ ସ୍ଥାନ। ଏ କାଳଟା ଆଷ୍ଟ୍ରୋଲୋଜର କହିବ, ଏ ସ୍ଥାନଟା ବାସ୍ତୁବିଦ୍ କହିବ। କି ଯିଏ ବି ଆଷ୍ଟ୍ରୋଲୋଜି ବାସ୍ତୁ ଦିଟା ଯାକ ପଢିଥିବେ, ଏ ସ୍ଥାନ କାଳ ବିଷୟରେ ସେ ଆପଣଙ୍କୁ କହିବେ। ମନ ଇଚ୍ଛା ଯେକୌଣସି ସ୍ଥାନରେ ଘରର ଚୌହଦି ଭିତରେ କୂଅଟା ଖୋଳିଦବା, ଏହା ଦ୍ଵାରା ଆମେ ଅଜାଣତରେ ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟାକୁ ଡାକି ଆଣିବା। ତେଣୁ ମୁଁ ପୂର୍ବରୁ କହି ରଖେ ଯେ ଐଶାନ୍ୟ କୋଣଟା ହଉଛି ବେଷ୍ଟ କୂଅ ଖୋଳିବା ପାଇଁ, ନର୍ଥ ଇଷ୍ଟ କର୍ଣ୍ଣର। ଯଦି ନ ହେଇ ପାରୁଛି ଆପଣ ଉତ୍ତର ଦିଗରେ ଖୋଳି ପାରିବେ, ନହେଲେ ପୂର୍ବ ଦିଗରେ ଖୋଳି ପାରିବେ। କିନ୍ତୁ ଠିକ ମଝିଆ ମଝି ଖୋଳିବେ ନାହିଁ। ଯଦି ଆପଣ ଠିକ ମଝିଆ ମଝି ଖୋଳିଲେ ସିଏ ବି ପ୍ରୋବ୍ଲେମ ଦବ। ଆପଣ ଆଇଦର ଟିକେ ନର୍ଥ ଆଡକୁ କରିବେ, ଟିକେ ଇଷ୍ଟ ଆଡକୁ କରିବେ। ଆଜିର ସେସନ ଆମେ ଜଳର ଉତ୍ସ ବିଷୟରେ ଭଲ ଭାବରେ ଜାଣିଲେ। କାଲି ଆମେ ଜାଣିବା ଯଦି ଜଳର ଉତ୍ସ କୂଅ ବିଭିନ୍ନ ଡିରେକ୍ସନରେ ରହେ, ତାହେଲେ କିଭଳି ପ୍ରକାରରେ ବାସ୍ତୁ ଉପରେ ଇମ୍ପାକ୍ଟ ଦବ। ଆଜିର ସେସନ ପାଇଁ ଆମେ ଏତିକିରେ ରହିବା, ଏବଂ ନେକ୍ସଟ ସେସନରେ ଆମେ ପଢିବା ଯଦି କୂଅ ଏବଂ ନଳ ଜଳର ଉତ୍ସ ବିଭିନ୍ନ ଡିରେକ୍ସନରେ ରହେ ତାହେଲେ କିଭଳି ଭାବରେ ଇମ୍ପାକ୍ଟ ଦବ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।